ବର୍ତ୍ତମାନ ସାରା ବିଶ୍ୱରେ ଜଳ ସଙ୍କଟ ଯେମିତି ବୃଦ୍ଧି ପାଉଛେ, ଭୂତଳ ଜଳସ୍ତର ଯେମିତି ଆସ୍ତେ ଆସ୍ତେ କମି କମି ଯାଉଛେ, ତାକୁ ଲାଗି ସରକାର ବହୁତ ଚିନ୍ତିତ। ଆଉ ଯେହେତୁ ଭାରତ ଆମର ଗୋଟେ କୃଷି ପ୍ରଧାନ ଦେଶ, ତ ଠିକ୍ ଭାବରେ ଚାଷ ଲାଗି ଯଦି ଜଳ ଯୋଗାଇ ନାଇଁ ଦିଆଯିବା ଠିକ୍ ଭାବରେ, ତାହେଲେ କିଛି ତାର ମାନେ ନାହିଁ ଲୋକମାନଙ୍କର। ସେଥିଲାଗି ଆମର ସରକାର ଚିନ୍ତା କରିଛନ୍ତି ଯେ ଯାହା ବି ବର୍ତ୍ତମାନ ପାଣି ଅଛି ତାକୁ ଠିକ୍ ଭାବରେ ସୁରକ୍ଷିତ କରିବା, ସୁଷମ ବଣ୍ଟନ କରିବା, ଏଇଟା ହେଲା ମୁଖ୍ୟ ଉଦ୍ଦେଶ୍ୟ। ଅନେକ ଜାଗାରେ ସବୁ ଜାଗା ତ ସରକାର ନେଇପାରେ, ସେଥିଲାଗି ପାଣି ପଞ୍ଚାୟତ ମାନେ ଗଠନ କରିକି ସେମାନେ ଯେମିତି ପଞ୍ଚାୟତରେ ନିଜର ସବୁ ନିଷ୍ପତ୍ତି କରିଥାଇସନ୍, ଏଇ ଜଳର ବି ସୁଷମ ବଣ୍ଟନା ଯାହା ଯାହା ଡିସ୍ପ୍ୟୁଟ୍ ଆସୁଛେ ସବୁ କରବାର ଲାଗି ପାଣି ପଞ୍ଚାୟତ ଗଠନ କରାଯାଇଛି। ତ ବର୍ତ୍ତମାନ ଆମର 2046 ସୁଦ୍ଧା ଜଳକୁ ନେଇକରି ଗୋଟେ ଯୁଦ୍ଧ ହେବାର ବହୁତ ଆଶଙ୍କା ଦେଖାଯାଉଛି। ସେଥିଲାଗି ସବୁ କଥା ଯେହେତୁ ସରକାର କର୍ମଚାରୀ ମାନେ କରି ନାଇଁ ପାରନ୍, ଲୋକମାନଙ୍କ ହାତକୁ ଛାଡ଼ି ଦିଆହେଇଛେ। ପାଣି ପଞ୍ଚାୟତ ଗଠନ କରି ସବୁ ଗୁଡ଼ାକ ସମାଧାନ ସେମାନେ କରିବେ, ସୁଷମ ବଣ୍ଟନ କରିବେ, ଠିକ୍ ସଂରକ୍ଷଣ କରିବେ, ଯେନ୍ଟାକି ଆଗାମୀ ଦିନରେ ତାଙ୍କର ଲାଗି ଫଳପ୍ରଦ ହେବା, ଲାଭଦାୟକ ହେବେ ସେମାନେ।